Hello dear friends, welcome to the video. ଆଜିର ଭିଡ଼ିଓରେ ଆମେ ତୁମମାନଙ୍କର ପଲିଟିକାଲ ସାଇନ୍ସ ପ୍ଲସ୍ ଟୁ ସେକେଣ୍ଡ ଇୟରର ପ୍ରଥମ ଅଧ୍ୟାୟ ଗଣତନ୍ତ୍ର ଡେମୋକ୍ରେସି ଯେଉଁଟା ଡେମୋକ୍ରେସି ଇନ୍ ଇଣ୍ଡିଆର ଆମେ ଏକ୍ସପ୍ଲାନେସନ୍ ୱିଥ୍ କ୍ୱେଶ୍ଚନ୍ ଆନ୍ସର୍ ଡିସ୍କସନ୍ କରିବା। ତୁମମାନଙ୍କର ପ୍ଲସ୍ ଟୁ ବୋର୍ଡ଼ ଏକ୍ଜାମ୍ ଏବଂ ଇଣ୍ଟରନାଲ୍ ଏକ୍ଜାମ୍ ପାଇଁ ଇମ୍ପୋର୍ଟାଣ୍ଟ। ତ ଭିଡ଼ିଓକୁ ଫାର୍ଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଆମେ ଏଥିରେ ଗଣତନ୍ତ୍ରର ଏକ୍ସପ୍ଲାନେସନ୍ ସହିତ କିଛି MCQ କ୍ୱେଶ୍ଚନ୍ ଡିସ୍କସନ୍ କରିବା ଯେଉଁଟାକି ତୁମମାନଙ୍କର ଇଣ୍ଟରନାଲ୍ ଏକ୍ଜାମ୍ ତା ସହିତ ବୋର୍ଡ଼ ଏକ୍ଜାମ୍ରେ ହେଲ୍ପଫୁଲ୍ ହେବ। ସୋ ଭିଡ଼ିଓକୁ ଫାର୍ଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ତ ଭାରତରେ ଗଣତନ୍ତ୍ର ଡେମୋକ୍ରେସି ଇନ୍ ଇଣ୍ଡିଆ ଏଇଟା ହେଉଛି ୟୁନିଟ୍ 1 ପ୍ରଥମ ଅଧ୍ୟାୟ ଗଣତନ୍ତ୍ର। ତ ଏଥିରେ ଦେଖନ୍ତୁ କ'ଣ ଅଛି କଣ୍ଟେଣ୍ଟ ଗଣତନ୍ତ୍ରର ଅର୍ଥ ପ୍ରକାରଭେଦ ଓ ବୈଶିଷ୍ଟ୍ୟ ତାର ଟାଇପ୍ସ ଅଛି ଏବଂ ଫିଚର ଅଛି। ତା ସହିତ ଭାରତୀୟ ଗଣତନ୍ତ୍ର ପ୍ରତି ପ୍ରମୁଖ ଆହ୍ୱାନ ଅସମାନତା ଚ୍ୟାଲେଞ୍ଜେସ୍ ଟୁ ଇଣ୍ଡିଆନ୍ ଡେମୋକ୍ରେସି ଅଛି। ତା ସହିତ ନିରକ୍ଷରତା ଇଲିଟରେସି ଆଞ୍ଚଳିକତାବାଦ ନକ୍ସଲ ସମସ୍ୟା ଲିଙ୍ଗଗତ ବୈଷମ୍ୟ ଏସବୁ ଅଛି। ଡେମୋକ୍ରେସି ତାର ମିନିଂ ଟାଇପ୍ସ ଆଣ୍ଡ ଫିଚର ଚ୍ୟାଲେଞ୍ଜ ଟୁ ଡେମୋକ୍ରେଟିକ୍ ପ୍ରୋସେସ୍ ଇନ୍ ଇଣ୍ଡିଆ ଇନଇକ୍ୱାଲିଟି ଇଲିଟରେସି ରିଜନାଲିଜିମ୍ ନକ୍ସଲାଇଟ୍ ପ୍ରୋବ୍ଲେମ୍ ଜେଣ୍ଡର ଇକ୍ୱାଲିଟି ଏସବୁ ଅଛି। ଏସବୁ ଆମେ କ୍ଲିୟରଲି ଡିସ୍କସନ୍ କରିବା। ତ ଦେଖିପାରୁଥିବା ବିଷୟବସ୍ତୁ ସମ୍ବନ୍ଧରେ ସମ୍ୟକ୍ ଧାରଣା ଦେଇଛି ଏଇଟା ଗଣତନ୍ତ୍ର ଡେମୋକ୍ରେସି। ବର୍ତ୍ତମାନ ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ପରିଚାଳିତ ଶାସନ ବ୍ୟବସ୍ଥା ମଧ୍ୟରୁ ଗଣତନ୍ତ୍ର ଏକ ଜନପ୍ରିୟ ଶାସନ ବ୍ୟବସ୍ଥା ଅଟେ। ବର୍ତ୍ତମାନ ପୃଥିବୀରେ ଯେଉଁ ସବୁ ଶାସନ ବ୍ୟବସ୍ଥା ଅଛି ଗଣତନ୍ତ୍ର ରାଜତନ୍ତ୍ର ମୋନାର୍କି ଡେମୋକ୍ରେସି ଏସବୁ ମଧ୍ୟରୁ ଗଣତନ୍ତ୍ର ହେଉଛି ଜନପ୍ରିୟ ଶାସନ ବ୍ୟବସ୍ଥା ଅଟେ। ପୃଥିବୀର ଅଧିକାଂଶ ରାଷ୍ଟ୍ରରେ ଏହି ଶାସନ ବ୍ୟବସ୍ଥା ପରିଚାଳିତ। ପୃଥିବୀର ମୋଷ୍ଟ କଣ୍ଟ୍ରି ଯେଉଁଟାକି ଅନେକ ଦେଶରେ ମଧ୍ୟ ଗଣତନ୍ତ୍ର ବ୍ୟବସ୍ଥା ପରିଚାଳିତ ହେଉଛି ଯେଉଁଟାକି ଭାରତରେ ହେଉଛି ପାକିସ୍ତାନ ଆମେରିକା ଇଂଲଣ୍ଡ ସମସ୍ତ ରାଷ୍ଟ୍ରରେ ଗଣତନ୍ତ୍ର ବ୍ୟବସ୍ଥା ଅଛି। ଗଣତନ୍ତ୍ର ଶବ୍ଦଟି ଗ୍ରୀକ୍ ଶବ୍ଦ ଡିମୋସ୍ ଏବଂ କ୍ରାସିଆ ଶବ୍ଦରୁ ଆଣିତ ଯାହାର ଅର୍ଥ ଯଥାକ୍ରମେ ଗଣ ଓ ଶାସନ। ଗଣତନ୍ତ୍ର ଶବ୍ଦଟି ଦୁଇଟି ଶବ୍ଦ ଡିମୋସ୍ ଓ କ୍ରାଷ୍ଟସରୁ ଆଣିତ ଡିମୋସ୍ ଓ କ୍ରାସିଆରୁ ଆଣିତ ଯାହାର ଅର୍ଥ ହେଉଛି ଗଣ ଓ ଶାସନ। ଭେରି ମଚ୍ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ ସର୍ଟ କ୍ୱେଶ୍ଚନ୍ ଏଇଟା ଆସେ। ତାର ଅର୍ଥ ହେଉଛି ଗଣତନ୍ତ୍ର ହେଉଛି ଗଣଶାସନ ବା ଲୋକମାନଙ୍କ ଦ୍ୱାରା ପରିଚାଳିତ ଶାସନ। ଗଣତନ୍ତ୍ର ଏପରି ଏକ ବ୍ୟବସ୍ଥା ଯେଉଁଠାରେ ଲୋକମାନେ ନିଜେ ନିଜକୁ ଶାସନ କରିଥାନ୍ତି ନିଜର ପ୍ରତିନିଧି ବାଛି ସେମାନେ ଶାସନ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥାନ୍ତି। ତ ନେକ୍ସଟ ଦେଖନ୍ତୁ ତ ଆଗକୁ ଦେଖନ୍ତୁ ଆବ୍ରାହମ ଲିଙ୍କନଙ୍କ ଭାଷାରେ ଗଣତନ୍ତ୍ର ହେଉଛି ଲୋକମାନଙ୍କ ଦ୍ୱାରା ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ଶାସନ। ଆବ୍ରାହମ ଲିଙ୍କନ ତାଙ୍କ ମତ ଅନୁସାରେ ଗଣତନ୍ତ୍ର ହେଉଛି ଲୋକମାନଙ୍କ ଦ୍ୱାରା ଓ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ଶାସନ। ଡେମୋକ୍ରେସି ଅଫ୍ ଦ ପିପୁଲ ବାୟ ଦ ପିପୁଲ ଫର୍ ଦ ପିପୁଲ ବୋଲି ଆବ୍ରାହମ ଲିଙ୍କନ ମତ ଦେଇଥିଲେ। ସିଲିଙ୍କ ମତରେ ଗଣତନ୍ତ୍ର ଏକ ଶାସନ ବ୍ୟବସ୍ଥା ଯେଉଁଠାରେ ପ୍ରତ୍ୟେକ ବ୍ୟକ୍ତିର ଅଂଶ ଥାଏ। ଗଣତନ୍ତ୍ର ଏପରି ବ୍ୟବସ୍ଥା ଯେଉଁଠାରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଅଂଶ ଥାଏ ବା ଭାଗିଦାର ଥାଏ ସେଇଟା ସିଲି ତାଙ୍କ ମତ ଦେଇଥିଲେ। ଅର୍ଥାତ୍ ଗଣତନ୍ତ୍ର ଏକ ଶାସନ ବ୍ୟବସ୍ଥା ଯେଉଁଥିରେ ରାଷ୍ଟ୍ର ଜନସାଧାରଣ ସିଧାସଳଖ ପ୍ରତିନିଧି ମାଧ୍ୟମରେ ଶାସନ ପରିଚାଳନା କରିଥାନ୍ତି। ଗଣତନ୍ତ୍ର ଏପରି ଏକ ଶାସନ ବ୍ୟବସ୍ଥା ଯେଉଁଥିରେ ଜନସାଧାରଣ ଭୋଟର୍ସ ସେମାନେ ଡାଇରେକ୍ଟଲି ତ ତାଙ୍କ ପ୍ରତିନିଧିମାନଙ୍କୁ ବାଛିଥାନ୍ତି ଓ ପ୍ରତିନିଧିମାନଙ୍କ ମାଧ୍ୟମରେ ଶାସନ ପରିଚାଳନାରେ ଅଂଶଗ୍ରହଣ କରିଥାନ୍ତି। ଗଣତନ୍ତ୍ରର ବୈଶିଷ୍ଟ୍ୟ ଦେଖିବା ଫିଚର ଜନପ୍ରିୟ ସାର୍ବଭୌମତ୍ୱ ପ୍ରତିଷ୍ଠା ରାଜନୈତିକ ସମାନତା ରକ୍ଷା ସଂଖ୍ୟାଗରିଷ୍ଠତା ମତର ପ୍ରାଧାନ୍ୟ ସହନଶୀଳତା ବ୍ୟକ୍ତିର ସ୍ୱାଧୀନତା ଓ ମୌଳିକ ଅଧିକାର ସାମ୍ବିଧାନିକ ଶାସନ ମୁକ୍ତ ସମାଜ ସମ୍ମତିର ଶାସନ ଜନ ପରାମର୍ଶ ଇତ୍ୟାଦି। ଗଣତନ୍ତ୍ରର ଏଇଟା ହେଉଛି ବୈଶିଷ୍ଟ୍ୟ। ତାର ଫିଚର ଗଣତନ୍ତ୍ର ପ୍ରକାରଭେଦ ପ୍ରତ୍ୟକ୍ଷ ବା ବିଶୁଦ୍ଧ ଗଣତନ୍ତ୍ର ଓ ପରୋକ୍ଷ ବା ପ୍ରତିନିଧିମୂଳକ ଗଣତନ୍ତ୍ର। ଡାଇରେକ୍ଟ ଡେମୋକ୍ରେସି ଯେଉଁଟା ପିଓର ଡେମୋକ୍ରେସି ଇନଡାଇରେକ୍ଟ ଡେମୋକ୍ରେସି ଯେଉଁଟାକି ପ୍ରତିନିଧିମୂଳକ ଗଣତନ୍ତ୍ର। ପ୍ରତ୍ୟକ୍ଷ ବା ବିଶୁଦ୍ଧ ଗଣତନ୍ତ୍ର କାହାକୁ କୁହାଯାଏ ଦେଖିବା ଯେଉଁ ଗଣତାନ୍ତ୍ରିକ ବ୍ୟବସ୍ଥାରେ ନାଗରିକମାନେ ପ୍ରତ୍ୟକ୍ଷ ବା ସିଧାସଳଖ ଭାବେ ରାଷ୍ଟ୍ରର ଆଇନ ପ୍ରଣୟନ ଓ ଶାସନ ପରିଚାଳନାରେ ଅଂଶଗ୍ରହଣ କରିଥାନ୍ତି। ଯେଉଁଠାରେ କି ଲୋକମାନେ ସିଧାସଳଖ ନିଜର
ପ୍ରତିନିଧି କିମ୍ବା ଶାସନ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥାନ୍ତି ତାହାକୁ ପ୍ରତ୍ୟକ୍ଷ ଗଣତନ୍ତ୍ର କୁହାଯାଏ। ପ୍ରାଚୀନ ଗ୍ରୀକ୍ ନଗର ରାଜ୍ୟରେ ଏହି ଗଣତନ୍ତ୍ର ପ୍ରଚଳିତ ଥିଲା। ବର୍ତ୍ତମାନ କେବଳ ସୁଇଜରଲ୍ୟାଣ୍ଡରେ ପ୍ରତ୍ୟକ୍ଷ ଗଣତନ୍ତ୍ର ପ୍ରଚଳିତ। ପ୍ରତ୍ୟକ୍ଷ ଗଣତନ୍ତ୍ର କରେଣ୍ଟଲି ଖାଲି ଓନ୍ଲି ସୁଇଜରଲ୍ୟାଣ୍ଡରେ ଦେଖାଯାଏ। ସୁଇଜରଲ୍ୟାଣ୍ଡର କ୍ୟାଣ୍ଟନ ନାମକ ଜାଗାରେ ପ୍ରତ୍ୟକ୍ଷ ଗଣତନ୍ତ୍ର ଦେଖାଯାଏ। ପ୍ରତ୍ୟକ୍ଷ ଗଣତନ୍ତ୍ର ପ୍ରକାରଭେଦ ଅଛି ଗଣଭୋଟ, ଗଣ ଉଦ୍ୟୋଗ ଓ ପ୍ରତ୍ୟାହାର। ଏସବୁ ହେଉଛି ପ୍ରତ୍ୟକ୍ଷ ଗଣତନ୍ତ୍ରର ପ୍ରକାରଭେଦ। ତାପରେ ନେକ୍ସଟ ଦେଖ ପରୋକ୍ଷ ଗଣତନ୍ତ୍ର ବା ପ୍ରତିନିଧିମୂଳକ ଗଣତନ୍ତ୍ର। ଯେଉଁ ଗଣତାନ୍ତ୍ରିକ ବ୍ୟବସ୍ଥାରେ ପ୍ରତ୍ୟକ୍ଷ ଭାବେ ଆଇନ ପ୍ରଣୟନରେ ଅଂଶଗ୍ରହଣ ନକରି ସେମାନଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧିମାନଙ୍କ ମାଧ୍ୟମରେ ଅଂଶଗ୍ରହଣ କରନ୍ତି ତାହାକୁ ପରୋକ୍ଷ ଗଣତନ୍ତ୍ର କୁହାଯାଏ। ପରୋକ୍ଷ ଗଣତନ୍ତ୍ର ଯେଉଁଟାକି ଆମ ଭାରତରେ ଅଛି, ଆମେ ସିଧାସଳଖ ଆମେ ରାଜନୈତିକ ପ୍ରକ୍ରିୟାରେ ଅଂଶଗ୍ରହଣ ନକରି ଆମେ ଆମ ନିଜ ପ୍ରତିନିଧିମାନଙ୍କ ମାଧ୍ୟମରେ ରାଜନୈତିକ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥାଉ। ସୁଇଜରଲ୍ୟାଣ୍ଡ ବ୍ୟତୀତ ପୃଥିବୀର ସମସ୍ତ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରୋକ୍ଷ ଗଣତନ୍ତ୍ର ପ୍ରଚଳିତ। ଭାରତ ହେଉଛି ପୃଥିବୀର ବୃହତ୍ତମ ଗଣତାନ୍ତ୍ରିକ ରାଷ୍ଟ୍ର। ଭାରତ ପୃଥିବୀର ହେଉଛି ବୃହତ୍ତମ ଗଣତାନ୍ତ୍ରିକ ରାଷ୍ଟ୍ର। ନେକ୍ସଟ ଦେଖ ଗଣତନ୍ତ୍ରର ସୁଗୁଣ ମେରିଟ୍ସ। ଗଣତନ୍ତ୍ର ସୁଗୁଣ ଯେଉଁଟା ରାଜନୈତିକ ସମାନତା ପ୍ରତିଷ୍ଠା, ବ୍ୟକ୍ତି ସ୍ୱାଧୀନତା ଓ ଅଧିକାରର ସୁରକ୍ଷା, ଜନସାଧାରଣଙ୍କ ଦ୍ୱାରା ଶାସନ, ରାଜନୈତିକ ଶିକ୍ଷା ପ୍ରଦାନ, ଦକ୍ଷ, ପ୍ରଗତିଶୀଳ ଓ ଦୃଢ଼ ସରକାର, ସ୍ୱାୟତ୍ତ ଶାସନ ପ୍ରଚଳନ, ବିପ୍ଳବର କମ୍ ସମ୍ଭାବନା। ଏସବୁ ହେଉଛି ଗଣତନ୍ତ୍ରର ମେରିଟ୍ସ ଯେଉଁଟା ସୁଗୁଣ। ଗଣତନ୍ତ୍ର ଦୁର୍ଗୁଣ ଦେଖିବା ସଂଖ୍ୟାର ପ୍ରାଧାନ୍ୟ ଯୋଗୁଁ ଅଯୋଗ୍ୟତାର ଶାସନ ପ୍ରତିଷ୍ଠା, ଦୁର୍ନୀତିଗ୍ରସ୍ତ ଶାସନ, ବ୍ୟୟବହୁଳ ଶାସନ ବ୍ୟବସ୍ଥା, ସ୍ୱାର୍ଥପରତା ଓ ଆଞ୍ଚଳିକତାବାଦ ବୃଦ୍ଧି, ନିଷ୍ପତ୍ତି ନେବାରେ ବିଳମ୍ବ, ଦଳୀୟ ରାଜନୀତିର କୁଫଳ। ଏଇଟା ହେଉଛି ଗଣତନ୍ତ୍ର ଦୁର୍ଗୁଣ ଯେଉଁଟାକି ଡିମେରିଟ୍ସ। ଗଣତନ୍ତ୍ରର ସଫଳତା ପାଇଁ ସହାୟକ ଉପାଦାନ। ଗଣତନ୍ତ୍ରକୁ କିପରି ଆହୁରି ଭଲ କରିପାରିବା ପାଇଁ କିଛି ଉପାଦାନ ରହିଛି ଦେଖିବା। ଗଣତାନ୍ତ୍ରିକ ମନୋବୃତ୍ତି, ବ୍ୟକ୍ତିର ନୈତିକ ବୌଦ୍ଧିକ ବିକାଶ, ତା ସହିତ ଶିକ୍ଷାର ପ୍ରସାର, ସତତ ଜାଗୃତ ବା ଜାଗ୍ରତ ଜନମତ, ଅର୍ଥନୈତିକ ସମାନତା ପ୍ରତିଷ୍ଠା, ଉପଯୁକ୍ତ ଦଳୀୟ ବ୍ୟବସ୍ଥା, ଦୃଢ଼ ଓ ସାଂଗଠିକ ବିରୋଧୀ ଦଳ, ଆଠ ହେଉଛି ନିରପେକ୍ଷ ସମ୍ବାଦ। ଏସବୁ ହେଉଛି ଗଣତନ୍ତ୍ରର ସଫଳତା ପାଇଁ ସହାୟକ ଉପାଦାନ। ଏବେ ଆମେ କିଛି MCQ କ୍ୱେଶ୍ଚନ୍ ଦେଖିବା। ତ ଦେଖିପାରୁଥିବେ ଏଇଟା କ ବିଭାଗ MCQ କ୍ୱେଶ୍ଚନ୍। 1 ନମ୍ବର କ୍ୱେଶ୍ଚନ୍ ଦେଖନ୍ତୁ। ଗଣତନ୍ତ୍ର ଲୋକମାନଙ୍କ ଦ୍ୱାରା ଓ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାର ଏହା କିଏ କହିଥିଲେ? ଆନ୍ସର ହେଉଛି ଆବ୍ରାହମ ଲିଙ୍କନ। ଆବ୍ରାହମ ଲିଙ୍କନ କହିଥିଲେ ଗଣତନ୍ତ୍ର ହେଉଛି ଲୋକମାନଙ୍କ ଦ୍ୱାରା ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାର। ନେକ୍ସଟ ଦେଖ ଗଣତନ୍ତ୍ର ଏକ ସରକାର ଯେଉଁଥିରେ ପ୍ରତ୍ୟେକ ବ୍ୟକ୍ତିର ଅଂଶ ଅଛି, ଏହା କିଏ କହିଥିଲେ? ଗଣତନ୍ତ୍ର ଏକ ସରକାର ଯେଉଁଥିରେ ପ୍ରତ୍ୟେକ ବ୍ୟକ୍ତିର ଅଂଶ ଅଛି ବୋଲି ସିଲି କହିଥିଲେ। ସିଲି। ନେକ୍ସଟ ଦେଖ ନିମ୍ନଲିଖିତ ମଧ୍ୟରୁ କେଉଁଟି ଗଣତାନ୍ତ୍ରିକ ନୀତି ନୁହେଁ? ଗଣତାନ୍ତ୍ରିକ ନୀତି ନୁହେଁ ରାଜନୈତିକ ସମାନତା ପ୍ରତିଷ୍ଠା, ଜନମତକୁ ସମ୍ମାନ, ସଂଖ୍ୟାଗରିଷ୍ଠ ଶାସନ। ଏସବୁ ହେଉଛି ଗଣତନ୍ତ୍ରର ଗୋଟିଏ ଫିଚର ବୈଶିଷ୍ଟ୍ୟ, କିନ୍ତୁ ବିରୋଧୀ ଦଳକୁ ଦମନ ଏଇଟା ଗଣତନ୍ତ୍ରର ନୀତି ନୁହେଁ। ନିମ୍ନଲିଖିତ ରାଷ୍ଟ୍ର ମଧ୍ୟରୁ କିଏ ଗଣତାନ୍ତ୍ରିକ ରାଷ୍ଟ୍ର ନୁହେଁ? ଭାରତରେ ଗଣତନ୍ତ୍ର ଅଛି, ଯୁକ୍ତରାଷ୍ଟ୍ର ଆମେରିକା, ଇଂଲଣ୍ଡ ଏସବୁ ରାଷ୍ଟ୍ରରେ ଗଣତନ୍ତ୍ର ଅଛି, କିନ୍ତୁ ଚୀନରେ ଏକତନ୍ତ୍ର ଶାସନ ବ୍ୟବସ୍ଥା ଅଛି, କମ୍ୟୁନିଷ୍ଟ ପାର୍ଟି ଯେଉଁଟା। ତ ଆନ୍ସର ହେବ ଚୀନ। କେଉଁ ସରକାରରେ ଜନସାଧାରଣ ସାର୍ବଭୌମ ଭାବେ ପରିଗଣିତ ହୋଇଥାନ୍ତି? ସର୍ବୋଚ୍ଚ କ୍ଷମତାର ଅଧିକାରୀ ହେଉଛି ସାର୍ବଭୌମ। ଗଣତନ୍ତ୍ର ଶାସନରେ ସାର୍ବଭୌମ ଭାବେ ପରିଗଣିତ ହୋଇଥାନ୍ତି ପିପୁଲ, ଜନସାଧାରଣ। ଗଣତନ୍ତ୍ରରେ ସର୍ବୋତ୍ତମ କର୍ତ୍ତା କିଏ? ଗଣତନ୍ତ୍ର ଯେହେତୁ ଗଣ ଅର୍ଥାତ୍ ଲୋକମାନେ, ତନ୍ତ୍ର ଅର୍ଥାତ୍ ଶାସନ। ଗଣତନ୍ତ୍ରରେ ସର୍ବୋତ୍ତମ କର୍ତ୍ତା ହେଉଛନ୍ତି ଜନସାଧାରଣ। ସିଟିଜେନ୍ ହେଉଛନ୍ତି ଜନସାଧାରଣ ହେଉଛି ସର୍ବୋତ୍ତମ କର୍ତ୍ତା। ନେକ୍ସଟ ଦେଖ କିଏ ପୃଥିବୀର ବୃହତ୍ତମ ଗଣତାନ୍ତ୍ରିକ ରାଷ୍ଟ୍ର? ପୃଥିବୀର ବୃହତ୍ତମ ଗଣତାନ୍ତ୍ରିକ ରାଷ୍ଟ୍ର ହେଉଛି ଭାରତ। ଭାରତ ହେଉଛି ପୃଥିବୀର ବୃହତ୍ତମ ଗଣତାନ୍ତ୍ରିକ ରାଷ୍ଟ୍ର। ଆଧୁନିକ ବିଶ୍ୱରେ କେଉଁ ରାଷ୍ଟ୍ରରେ ପ୍ରତ୍ୟକ୍ଷ ଗଣତନ୍ତ୍ର ପ୍ରଚଳିତ? ଆମେ ଦେଖିଥିଲା ପଢ଼ିଲା ବେଳେ ସୁଇଜରଲ୍ୟାଣ୍ଡର କ୍ୟାଣ୍ଟନରେ ପ୍ରତ୍ୟକ୍ଷ ଗଣତନ୍ତ୍ର ବ୍ୟବସ୍ଥା ପରିଚାଳିତ। ଏଥିମଧ୍ୟରୁ କେଉଁଟି ପ୍ରତ୍ୟକ୍ଷ ଗଣତନ୍ତ୍ର ଉପାଦାନ ନୁହେଁ? ପ୍ରତ୍ୟକ୍ଷ ଗଣତନ୍ତ୍ର ଉପାଦାନ ହେଉଛି ଗଣଭୋଟ, ଗଣ ଉଦ୍ୟୋଗ ଓ ପ୍ରତ୍ୟାହାର। ତ ଆନ୍ସର ହେଇଯିବ ଅଧ୍ୟାଦେଶ। ନିମ୍ନୋକ୍ତ ମଧ୍ୟରୁ କେଉଁଟି ଗଣତନ୍ତ୍ର ସଫଳତା ପାଇଁ ଆବଶ୍ୟକ ସର୍ତ୍ତ ନୁହେଁ? ଗଣତନ୍ତ୍ର ସଫଳତା ପାଇଁ ଆବଶ୍ୟକ ସର୍ତ୍ତ ନୁହେଁ ରାଜନୈତିକ ଦୁର୍ନୀତି ଗୋଟିଏ ଗଣତନ୍ତ୍ରର ଆବଶ୍ୟକତା ପାଇଁ ସର୍ତ୍ତ ନୁହେଁ। ରାଜନୈତିକ ଦୁର୍ନୀତି ଗୋଟିଏ ହେଉଛି ଗଣତନ୍ତ୍ରର ଦୁର୍ଗୁଣ।
ନିମ୍ନଲିଖିତ ମଧ୍ୟରୁ କେଉଁଟି ଗଣତନ୍ତ୍ରର ସଫଳତା ପାଇଁ ଆବଶ୍ୟକ? ରାଜନୈତିକ ଅସ୍ଥିରତା, ରାଜନୈତିକ ଦୁର୍ନୀତି, ରାଜନୈତିକ ଅପରିପୂର୍ଣ୍ଣତା, ଏଇଟା ଗଣତନ୍ତ୍ରର ଗୋଟେ ଦୁର୍ଗୁଣ। ତ ଗଣତନ୍ତ୍ରର ସଫଳତା ପାଇଁ ଆବଶ୍ୟକ ସର୍ତ୍ତ ହେଉଛି ରାଜନୈତିକ ସଚେତନତା। ନେକ୍ସଟ କ୍ୱେଶ୍ଚନ୍ ଦେଖ, ପ୍ରାଚୀନ ଗ୍ରୀକ୍ ନଗର କେଉଁ ପ୍ରକାର ଶାସନ ପ୍ରଚଳିତ ଥିଲା? ପ୍ରାଚୀନ ଗ୍ରୀକ୍ ନଗର ରାଜ୍ୟରେ ଗଣତନ୍ତ୍ର ଶାସନ ବା ପ୍ରତ୍ୟକ୍ଷ ଗଣତନ୍ତ୍ର ପ୍ରଚଳିତ ଥିଲା। କିଏ ଗଣତନ୍ତ୍ରକୁ ଅଯୋଗ୍ୟତାର ଶାସନ ବୋଲି କହିଦେଲେ? ଫାଗେଟ୍ ଯେଉଁଟାକି ଫୁଗୋ ଗଣତନ୍ତ୍ରକୁ ଅଯୋଗ୍ୟତାର ଶାସନ ବୋଲି କହିଦେଲେ। ତ ଆଜିର ଭିଡ଼ିଓରେ ଏତିକି। ନେକ୍ସଟ ଭିଡ଼ିଓ କେଉଁ ଟପିକରେ କରିବା କମେଣ୍ଟ କରିବେ। ଥ୍ୟାଙ୍କ୍ସ ଫର ୱାଚିଂ ଦିସ୍ ଭିଡ଼ିଓ।